ସୁପ୍ରଭାତ ପିଲାମାନେ, କେମିତି ସମସ୍ତେ ଅଛ? ଆଚ୍ଛା, ଭଲ ଅଛ? ଠିକ୍ ଅଛି। ଆଚ୍ଛା କହିଲ ପିଲେ, ଏ ଚିତ୍ରରେ ତୁମେମାନେ କ'ଣ ଦେଖୁଛ? ହଁ, ଭେରି ଗୁଡ୍। ଠିକ୍ ଅଛି, ଚାଲ ଆଜି ଆମେ ଆମର ଗୋଟେ ପରିବେଶ ବିଜ୍ଞାନ ବିଷୟରେ କିଛି ଆଲୋଚନା କରିବା। ଆମର ପ୍ରସଙ୍ଗଟି ହେଉଛି ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ। ଠିକ୍ ଅଛି? ହଉ ଚାଲ। ଏହି ଭିଡିଓଟି ଦେଖି ସାରିଲା ପରେ ଆମେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ସହରରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ କିଛି ଧାରଣା ପାଇବା। ହେଲା? ଆଚ୍ଛା ପିଲେ କହିଲ, ଆମର ଚିତ୍ରରେ ଆମେ କ'ଣ ଦେଖୁଛେ ଏଠି? ହଁ, ଭେରି ଗୁଡ୍। ଏ ହେଉଛି କ'ଣ? ଆମର ଉଚ୍ଚ ନ୍ୟାୟାଳୟ। ଏହା ଆମର କେଉଁଠି ଅଛି? କଟକ ଠାରେ। ଭେରି ଗୁଡ୍। କଟକ କ'ଣ? ନା ଏହା ହେଉଛି ଆମର ଗୋଟେ ବଡ଼ ସହର। ଏଠାରେ ଆମର କ'ଣ କ'ଣ ଅଛି? କିଏ କହିବ? ହାତ ଟେକ। ହଁ, ବାବୁ ତୁ କହିଲୁ, କହ। ଏଠାରେ ଆମର କ'ଣ କ'ଣ ଅଛି? ଭେରି ଗୁଡ୍। ଏଠାରେ ଆମର ବାରବାଟୀ ଦୁର୍ଗ, ଉଚ୍ଚ ନ୍ୟାୟାଳୟ, କାଠଯୋଡି ପଥର ବନ୍ଧ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଦି ଏଠାରେ ସବୁ ଅଛି। ଧନ୍ୟବାଦ। ଆଉ କ'ଣ ଅଛି? ନା ଏହା ଆମର ରୂପା ତାରକସି କାମ ପାଇଁ ମଧ୍ୟ ଭାରତରେ ପ୍ରସିଦ୍ଧ। ହେଲା? ଆଚ୍ଛା, ଠିକ୍ ଅଛି। ଏବେ କହିଲ ଏଇଟା କ'ଣ? ହଁ, ଧନ୍ୟବାଦ। ସୁନା ପିଲା। ଏଇଟା ହେଉଛି ଆମର ବିଧାନ ସୌଧ। ଏହା କୋଉଠି ଅଛି? କିଏ କହିବ? ହାତ ଟେକ। ଏଇଟା ଆମର ଭୁବନେଶ୍ୱରରେ ଅଛି। ଧନ୍ୟବାଦ। ଏହା ହେଉଛି ଆମ ରାଜ୍ୟର ରାଜଧାନୀ। ଏଠାରେ କ'ଣ କ'ଣ ସବୁ ଅଛି? ହଁ, ରାଜଭବନ, ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ଘାଟି ସବୁ ଅଛି। ଆଉ କ'ଣ କ'ଣ ସବୁ ଅଛି? କି ମନ୍ଦିର ସବୁ ଅଛି? କିଏ କହିବ? ହାତ ଟେକ। ହଁ, ଲିଙ୍ଗରାଜ ମନ୍ଦିର ଅଛି, ଆମର ଖଣ୍ଡଗିରି ଅଛି, ଉଦୟଗିରି ଅଛି, ଧଉଳିଗିରି ଅଛି, ଇତ୍ୟାଦି ସବୁ ପ୍ରସିଦ୍ଧ ସ୍ଥାନମାନ ସବୁ ଅଛି। ଠିକ୍ ଅଛି ପିଲେ, ଏବେ କହିଲ ଏଇଟା କ'ଣ? ହଁ, ଭେରି ଗୁଡ୍। ଇଏ ହେଉଛି ଆମର ପୁରୀ ମନ୍ଦିର, ଯୋଉଠିକି କିଏ ଅଛନ୍ତି? ସୁନା ପିଲା, ଯୋଉଠିକି ଆମର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଛନ୍ତି। ଏହା ହେଉଛି ଗୋଟେ ତୀର୍ଥ ସ୍ଥାନ। ଏହା ଆମର ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏଠାରେ ଆମର ପୃଥିବୀ ପ୍ରସିଦ୍ଧ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ଅଛନ୍ତି। ଆଉ କ'ଣ ଅଛି? ନା ଏଠାକାର ସମୁଦ୍ର ବେଳାଭୂମି ଓ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ବହୁ ଯାତ୍ରୀମାନେ। ଠିକ୍ ଅଛି ପିଲେ? ହଉ, ଠିକ୍ ଅଛି। ଏବେ କୁହ ତ ଏଇଟା କ'ଣ? ହାତ ଟେକ। କିଏ କହିବା? କିଏ କହିବ? ଠିକ୍ ଅଛି, ଭେରି ଗୁଡ୍। ଏଇଟା ହେଉଛି କୋଣାର୍କ ମନ୍ଦିର। ଏ କୋଉଠି ଅଛି? ଏହା ବଙ୍ଗୋପସାଗର କୂଳରେ। ଠିକ୍ ଅଛି। ଏଠାରେ କୋଉ ଦେବତା ପୂଜା ପାଆନ୍ତି? ସାବାସ୍ ପିଲେ, ସାବାସ୍। ଏଠି ସୂର୍ଯ୍ୟ ଦେବତା ପୂଜା ପାଆନ୍ତି। ଏହି ମନ୍ଦିରର କାରୁକାର୍ଯ୍ୟ ଅତି ସୁନ୍ଦର ଅଟେ। ଏହା କୋଉ ଜିଲ୍ଲାରେ ଅବସ୍ଥିତ? ପୁରୀ ଜିଲ୍ଲାରେ। ଧନ୍ୟବାଦ ପିଲେ, ତୁମେ ତ ସବୁ ଜାଣିଛ। ଠିକ୍ ଅଛି ପିଲେ, ଏଇଟା କ'ଣ କୁହ ତ? ଦେଖିବା।
ଏଇଟା ହେଉଛି ଆମର ବନ୍ଦର। କ'ଣ ତା ନାଁ? ପାରାଦୀପ। ଠିକ୍ ଅଛି ପିଲେ, ବହୁତ ବହୁତ ଧନ୍ୟବାଦ। ଏହା ହେଉଛି ଆମ ଦେଶର ବୃହତ୍ ଗଭୀରତମ ବନ୍ଦର। ଏହା କୋଉ ଜିଲ୍ଲାରେ ଅବସ୍ଥିତ? ହଁ, ସୁନା ପିଲା, ଏହା ହେଉଛି ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। କୋଉ କୂଳରେ ଅବସ୍ଥିତ? ଏହା ଆମର ବଙ୍ଗୋପସାଗର କୂଳରେ ଅବସ୍ଥିତ। ଠିକ୍ ଅଛି ପିଲେ, ଏବେ କହିଲ, ଏଠିକି ତ ତୁମେ ଯାଇଥିବ। ହଁ, ଏଇଟା ହେଉଛି ଆମର ମା ମାଣିକେଶ୍ୱରୀଙ୍କ ମନ୍ଦିର, ଯୋଉଟାକି ଆମର ଭବାନୀପାଟଣା ସହରରେ ଅବସ୍ଥିତ। ଏହା ହେଉଛି ପଶ୍ଚିମ ଓଡ଼ିଶାର ଗୋଟେ ପୁରାତନ ସହର। ଏହା କଳାହାଣ୍ଡି ଜିଲ୍ଲାର ଗୋଟେ ପ୍ରମୁଖ ସହର ଭାବରେ ଖ୍ୟାତ ଅଟେ। ତ କହିଲି ଏଇଟା କ'ଣ ପାଇଁ ପ୍ରସିଦ୍ଧ? ନା ଏଠାରେ ମା ମାଣିକେଶ୍ୱରୀଙ୍କ ମନ୍ଦିର ଅଛି, ସେଥିଲାଗି ଏଇଟା ପ୍ରସିଦ୍ଧ।